ହାଲେଲୁୟା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଉ ମୋ ପ୍ରିୟ ଭାଇ ଭଉଣୀମାନଙ୍କୁ ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବାକ୍ୟ ନିମନ୍ତେ ଆହ୍ୱାନ କରୁଅଛି। ମୋ ସହିତ ଖୋଲନ୍ତୁ ଏଫେସୀୟ ପୁସ୍ତକ 5 ପର୍ବ ତାର 5 ପଦ। ଏ ଜାଗାରେ ଏ ପ୍ରକାର ଲେଖାଯାଇଛି, କାରଣ ତୁମେମାନେ ନିଶ୍ଚୟ ରୂପେ ଜାଣ ଯେ କୌଣସି ବ୍ୟଭିଚାରୀ ବା ଅଶୁଦ୍ଧାଚାରୀ ବ୍ୟକ୍ତି ବା ଲୋଭୀ ସେ ତ ଦେବପୂଜକ, ଏମାନଙ୍କର ଖ୍ରୀଷ୍ଟ ଓ ଈଶ୍ୱରଙ୍କ ରାଜ୍ୟରେ ଅଧିକାର ନାହିଁ। କେହି ତୁମମାନଙ୍କୁ ଅସାର କଥାରେ ନ ବୁଲାଅ, କାରଣ ଏହି ସମସ୍ତ କୁକର୍ମ ହେତୁ ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ। ଅତଃ ତୁମେମାନେ ସେମାନଙ୍କର ସହଭାଗୀ ହୁଅ ନାହିଁ, କାରଣ ତୁମେମାନେ ପୂର୍ବେ ଅନ୍ଧକାର ରୂପ ଥିଲ, କିନ୍ତୁ ଏବେ ପ୍ରଭୁଙ୍କ ସହଭାଗିତାରେ ଆଲୋକ ସ୍ୱରୂପ ହୋଇଅଛ। ଆଲୋକ ସନ୍ତାନମାନଙ୍କ ପରି ଆଚରଣ କର। ପ୍ରଭୁ ପଠିତ ବାକ୍ୟ ଦେଇ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଏ ଜାଗାରେ ଲେଖାଯାଇଛି, କାରଣ ତୁମେମାନେ ନିଶ୍ଚୟ ରୂପେ ଜାଣୁଛ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିଥିବା ପ୍ରତ୍ୟେକ ଖ୍ରୀଷ୍ଟିଆନ ଲୋକମାନଙ୍କୁ ମୁଁ କହିବାକୁ ଚାହେଁ, ତୁମେମାନେ ବିଜାତି ଲୋକମାନଙ୍କ ପରି ହୁଅ ନାହିଁ। ବିଜାତି ଲୋକମାନେ ସେମାନେ ଯାହା ଯାହା କରୁଅଛନ୍ତି ତଦନୁସାରେ ତୁମେମାନେ କର ନାହିଁ। କାରଣ ସେଠି ଲେଖା ହେଇଛି, ତୁମେମାନେ ନିଶ୍ଚୟ ରୂପେ ଜାଣ ଯେ କୌଣସି ବ୍ୟଭିଚାରୀ ବା ଅଶୁଦ୍ଧାଚାରୀ ବ୍ୟକ୍ତି ବା ଲୋଭୀ ସେ ତ ଦେବପୂଜକ, ଏମାନଙ୍କର ଖ୍ରୀଷ୍ଟ ଈଶ୍ୱରଙ୍କ ରାଜ୍ୟରେ ଅଧିକାର ନାହିଁ। ଆପଣମାନେ ଯଦି ଖ୍ରୀଷ୍ଟିଆନ ହେଇ ସୁଦ୍ଧା ପରମେଶ୍ୱରଙ୍କର ଆଜ୍ଞା ଅନୁସାରେ ନ ଚାଲୁନ, ପରମେଶ୍ୱରଙ୍କର ବ୍ୟବସ୍ଥା ବା ପରମେଶ୍ୱରଙ୍କର ବାଇବେଲ ଅନୁସାରେ ଯଦି ଆପଣମାନେ ଚାଲୁନାହାନ୍ତି, ତାହେଲେ ଆପଣମାନେ ସେଇ ବିଜାତି ଲୋକମାନଙ୍କ ସଦୃଶ। ପ୍ରଭୁଙ୍କୁ ଜୀବନ୍ତ ଈଶ୍ୱରଙ୍କର ପୁତ୍ରଙ୍କୁ ଆମମାନଙ୍କୁ ଦାନ ସ୍ୱରୂପେ ପ୍ରଭୁ ଯୀଶୁ କ'ଣ କରୁଛନ୍ତି? ଦେଇଅଛନ୍ତି। ପ୍ରଭୁ ଯୀଶୁଙ୍କୁ ପରମେଶ୍ୱର ଆମମାନଙ୍କୁ ଦେଇଅଛନ୍ତି। ହେଲେ ସେଟା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମମାନଙ୍କୁ ତାଙ୍କର ଇଚ୍ଛା ଅନୁସାରେ ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଦେଇଅଛନ୍ତି। ଆମେମାନେ ଯେତେ ଲୋକ ତାହାକୁ ଗ୍ରହଣ କରୁଛୁ ଏବଂ ବିଶ୍ୱାସ କରୁଛୁ, ଆମେମାନେ ସମସ୍ତେ ପରମେଶ୍ୱର ରାଜ୍ୟରେ ପ୍ରବେଶ କରିଥିବା ଲୋକମାନେ। ଯେତେ ଲୋକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ମାଂସର ଅଂଶୀ ହେଉଛୁ, ଯେତେ ଲୋକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସେଇ ପ୍ରଭୁ ଭୋଜରେ ଅଂଶଗ୍ରହଣ କରୁଅଛୁ, ଆମେ ସମସ୍ତେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ଅଟୁ। ଈଶ୍ୱରଙ୍କ ରାଜ୍ୟ ଆମମାନଙ୍କ ପାଇଁ ପ୍ରସ୍ତୁତ କରିବା ପାଇଁ ପ୍ରଭୁ ଯୀଶୁ ଆଉ 2000 ବର୍ଷ ତଳେ ସେ ଶାସ୍ତ୍ର ଅନୁସାରେ ଜନ୍ମଗ୍ରହଣ କଲେ, ଶାସ୍ତ୍ର ଅନୁସାରେ ସେ ଜୀବନଯାପନ କଲେ, ଶାସ୍ତ୍ର ଅନୁସାରେ ସେ ମୃତ୍ୟୁବରଣ କଲେ, ଶାସ୍ତ୍ର ଅନୁସାରେ ସମାଧି ପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ସେ ପୁନରୁତ୍ଥିତ ହେଲେ, ଆଉ ଶାସ୍ତ୍ର ଅନୁସାରେ ସେ 500ରୁ ଅଧିକ ଲୋକମାନଙ୍କୁ ଦର୍ଶନ ଦେଲେ। ଲୋକମାନେ ଦେଖୁ ଦେଖୁ ସେ କ'ଣ କଲେ? ସ୍ୱର୍ଗ ରାଜ୍ୟ ଆରୋହଣ କଲେ। ଆଉ ଯିବା ପୂର୍ବରୁ ସେ କହିଲେ, ମୁଁ ମୋ ପିତାଙ୍କ ଗୃହକୁ ଯାଉଅଛି, ମୋ ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି। ଯଦି ନଥାନ୍ତା ତାହେଲେ ତୁମମାନଙ୍କୁ ମୁଁ କହିଥାନ୍ତି। ମୁଁ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି। ମୁଁ ସ୍ଥାନ ପ୍ରସ୍ତୁତ କରିକିରି ସବୁ ଠିକ୍ କଲା ପରେ ପୁନର୍ବାର ଆସିବି। ମୁଁ ଯେଉଁ ଜାଗାରେ ଥିବି, ତୁମେମାନେ ମଧ୍ୟ ଚିରକାଳ ସବୁଦିନ ମୋ ସହିତ ରହିବ। ସେଥିପାଇଁ ମୁଁ ସେ ସମସ୍ତ ବିଷୟ ପ୍ରସ୍ତୁତ କରି ପୁନର୍ବାର ଆସିବି ବୋଲି ପ୍ରଭୁ କହିଅଛନ୍ତି, ପ୍ରତିଜ୍ଞା କରିଅଛନ୍ତି। ସେହି ପ୍ରତିଜ୍ଞା ଅନୁସାରେ ଆମେମାନେ ତାଙ୍କର ଦ୍ୱିତୀୟ ଆଗମନକୁ ଜଗିଅଛୁ। ତାଙ୍କ ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଆମେମାନେ ସମସ୍ତେ ଜାଗି ରହିଅଛୁ। ହାଲେଲୁୟା। ହେଲେ ଆମମାନଙ୍କୁ ପ୍ରେରିତ ପାଉଲ ଏ ଜାଗାରେ କହୁଅଛନ୍ତି, ପ୍ରଭୁ ଯୀଶୁ ଯେଉଁ ସ୍ଥାନ ପ୍ରସ୍ତୁତ କରିବାକୁ ଯାଇଅଛନ୍ତି, ଜହନ ଲିଖିତ ସୁସମାଚାର 14 ପର୍ବ ତାର 1 ପଦରେ ଲେଖା ହେଇଛି,
ଶ୍ରୀ ସେ କହୁଛନ୍ତି ତୁମମାନଙ୍କ ହୃଦୟ ଉଦ୍ବିଗ୍ନ ନ ହେଉ। ଜନ ଋତୁ ସୁଷମାଚାର 14 ପର୍ବ ତାର 1 ପଦରୁ ମୁଁ କିଛି ଅଂଶ ପାଠ କରିବି। ତୁମମାନଙ୍କ ହୃଦୟ ଉଦ୍ବିଗ୍ନ ନ ହେଉ, ତୁମେମାନେ ଈଶ୍ୱରଙ୍କ ଠାରେ ବିଶ୍ୱାସ କର, ମୋ ଠାରେ ମଧ୍ୟ ବିଶ୍ୱାସ କର। ମୋର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି, ଯଦି ନଥାନ୍ତା ତାହେଲେ ମୁଁ ତୁମମାନଙ୍କୁ କହିଥାନ୍ତି। ମୁଁ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି। ପୁଣି ମୁଁ ଯାଇ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ ତୁମେମାନେ ମଧ୍ୟ ସେହି ସ୍ଥାନରେ ତୁମେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ, ସେଥି ନିମନ୍ତେ ତୁମମାନଙ୍କୁ ଆପଣା ନିକଟକୁ ଘେନିଯିବି। ପୁଣି ମୁଁ ଯେଉଁ ସ୍ଥାନକୁ ଯାଉଅଛି ତାହା ପଥ ତୁମେମାନେ ଜାଣ। ହାଲେଲୁୟା। ଏ ଜାଗାରେ ପ୍ରଭୁ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହୁଛନ୍ତି, ମୁଁ କେଉଁ ଜାଗାକୁ ଯାଉଛି ତୁମେମାନେ ତାର ପଥ ଜାଣିଅଛ। ସେଇ ବାଟରେ ଗଲେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିହେବ। ସେଇ ବାଟ ମୁଁ ପ୍ରସ୍ତୁତ କରିସାରିଛି। ସେ ବାଟ ସ୍ୱୟଂ ମୁଁ ଅଟେ। ପ୍ରଭୁ ଯୀଶୁ କହିଛନ୍ତି, ମୁଁ ପଥ ସତ୍ୟ ଜୀବନ। ହାଲେଲୁୟା। ତୁମେମାନେ ସେଇ ପଥ ତୁମେ ଜାଣିଛ, ସେଇ ପଥ ତୁମେ ଜାଣ। କଣ ସେ ପଥ ବୋଲେ? ସ୍ୱର୍ଗ ରାଜ୍ୟର ପଥ। ପ୍ରେଜ୍ ଦ ଲର୍ଡ। ସେ କହୁଛନ୍ତି, ମୁଁ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି। ସ୍ଥାନ ପ୍ରସ୍ତୁତ କରି ସାରିଲା ପରେ ପୁନର୍ବାର ଆସିବି। ମୁଁ ଯେଉଁ ଜାଗାରେ ଅଛି ତୁମେମାନେ ମଧ୍ୟ ସେଇ ଜାଗାରେ ଯେ ପ୍ରକାର ରହିପାରିବ, ସେଥିପାଇଁ ସମସ୍ତ ପ୍ରସ୍ତୁତ କରିବାକୁ ଯାଉଅଛି। ପ୍ରସ୍ତୁତ ସରିଲା ପରେ ପୁନର୍ବାର ତୁମମାନଙ୍କୁ ନେବା ପାଇଁ ମୁଁ ଆସିବି। ହାଲେଲୁୟା। ସେ ପ୍ରତିଜ୍ଞାକୁ ଆମେମାନେ ଅପେକ୍ଷାରେ ଅଛୁ। ତ ଏଠି ପ୍ରେରିତ ପାଉଲ କହୁଛନ୍ତି, ପ୍ରଭୁ ଦେଇଥିବା ସେଇ ପ୍ରତିଜ୍ଞାରେ ଆମେ ରହିବାର ଅଛି ବୋଲେ ଆମମାନଙ୍କର ଆତ୍ମିକ ଜୀବନକୁ ବର୍ତ୍ତମାନ ଆମେ ପ୍ରସ୍ତୁତ କରିବାକୁ ପଡ଼ିବ। ଆମମାନଙ୍କର ଆତ୍ମିକ ଜୀବନକୁ, ଆମମାନଙ୍କର ଶରୀର, ଆତ୍ମା, ପ୍ରାଣ, ଆମମାନଙ୍କର ଆତ୍ମା, ଶରୀର, ପ୍ରାଣ, এই ସମସ୍ତ ବିଷୟ କ'ଣ କରିବାର ଅଛି? ପ୍ରଭୁଙ୍କ ଠାରେ ଅନିନ୍ଦନୀୟ ହେଇକି ରହିବାର ଅଛି। ହାଲେଲୁୟା। ମୋ ସହିତ ଯଦି ଖୋଲିବେ ଏଫେସୀୟ ପୁସ୍ତକ ତାର 1 ପର୍ବ ତାର ଏଫେସୀୟ ପୁସ୍ତକ ତାର 1 ପର୍ବ ତାର 4 ପଦରେ ଏ ପ୍ରକାର ଲେଖା ହେଇଛି, ଦେଖନ୍ତୁ। ଅର୍ଥାତ୍ ଆମେମାନେ ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତନ ପୂର୍ବେ ତାହାଙ୍କ ଠାରେ ଆମମାନଙ୍କୁ ମନୋନୀତ କଲେ। ହାଲେଲୁୟା। ଆମେମାନେ ଯେ ପ୍ରକାର, ଆମେମାନେ ବୋଲି କହିଲେ ପ୍ରଭୁଙ୍କ ଲୋକମାନେ, ଆମେମାନେ ଯେ ପ୍ରକାର ତାହାଙ୍କ ଠାରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତନ ପୂର୍ବେ ଆମମାନଙ୍କୁ ତାହାଙ୍କ ଠାରେ ଆମମାନଙ୍କୁ ମନୋନୀତ କରିଅଛନ୍ତି। ପୁଣି ସେ ଆମମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛା ଅନୁସାରେ ଆମମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ। ହାଲେଲୁୟା। ହେଲେ ପ୍ରେରିତ ପାଉଲ ଏଫେସୀୟ ମଣ୍ଡଳୀକୁ ଏ କଥା କହୁଛନ୍ତି, ଆମମାନଙ୍କୁ ପରମେଶ୍ୱର କେତେ ପ୍ରେମ କରି, କେତେ ଇଚ୍ଛା କରି, କେତେ ସ୍ନେହ କରି ତାଙ୍କର ପ୍ରିୟ ପୁତ୍ରଙ୍କୁ ଦାନ କରିଅଛନ୍ତି। କ'ଣ ପାଇଁ ବୋଲି କହିଲେ, ଆମମାନଙ୍କୁ ତାଙ୍କର ପୁତ୍ର କନ୍ୟା କରିବା ପାଇଁ, ଆମମାନଙ୍କୁ ତାହାଙ୍କର ପୁତ୍ର କରିବା ପାଇଁ, ତାହାଙ୍କ ରାଜ୍ୟର ଅଧିକାରୀ କରିବା ପାଇଁ ଆମମାନଙ୍କୁ ନିଯୁକ୍ତ କରିଅଛନ୍ତି। ଏହା ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି। ତାହା କ'ଣ ପାଇଁ ଅଛି ବୋଲି କହିଲେ, ତାହାଙ୍କର ବୋଲେ ଆମମାନଙ୍କୁ ମନୋନୀତ କରିବା ବିଷୟ କ'ଣ ପାଇଁ ହେଇଅଛି ବୋଲି କହିଲେ, ପରମେଶ୍ୱରଙ୍କର ଅନୁଗ୍ରହର ଗୌରବ ବିଷୟ ପାଇଁ ହୋଇଅଛି। ହାଲେଲୁୟା। ସେ ଆମମାନଙ୍କୁ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛା ଅନୁସାରେ ଆମମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କରିଅଛନ୍ତି। ପ୍ରେଜ୍ ଦ ଲର୍ଡ। ହେଲେ ଆମେମାନେ ନିରୂପିତ ଲୋକମାନେ, ଆମେମାନେ କ'ଣ ହେଇଛୁ? ମନୋନୀତ ଲୋକମାନେ। ଆମମାନଙ୍କୁ ସ୍ଥାନ ପ୍ରସ୍ତୁତ କରିବା ପାଇଁ, ଚିରକାଳ ଆମ ସହିତ ରହିବା ପାଇଁ
ମାନେ ସ୍ୱାମୀ ସହିତ ଯେ ପ୍ରକାର ସ୍ତ୍ରୀ ମରଣ ପର୍ଯ୍ୟନ୍ତ ରହେ ତାଠାରୁ ଅଧିକ କହିବାକୁ ଗଲେ ପ୍ରଭୁ ଯୀଶୁଙ୍କ ସହିତ ତାହାଙ୍କର ବଧୂକନ୍ୟା ଚିରକାଳ ତାହାଙ୍କ ସହିତ ଯେ ପ୍ରକାର ରହିପାରିବ, ସୁଖ ଦୁଃଖ ସମସ୍ୟାରେ ଯେ ପ୍ରକାର ସ୍ୱାମୀ ସ୍ତ୍ରୀ ଏକ ଏଇ ରୁହନ୍ତି, ସେହିପରି ପରସ୍ପରକୁ ପ୍ରେମ କରାକରି ହୁଅନ୍ତି, ତାହାଠାରୁ ମାନେ ଯେକୌଣସି ଭାଷା ଆମେ ଦେଇପାରିବା ତାହାଠାରୁ ଅଧିକ ପ୍ରଭୁ ଆମମାନଙ୍କୁ ପ୍ରେମ କରିଅଛନ୍ତି। ଏ ପୃଥିବୀ ତିଆରି ନ କରିବା ପୂର୍ବରୁ ସେ ଆମମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ମନୋନୀତ କରିଅଛନ୍ତି। ହାଲେଲୁୟା। ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପରମେଶ୍ୱରଙ୍କ ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଆମମାନଙ୍କୁ ପ୍ରେମର ପୂର୍ବରୁ ନିରୂପଣ କରିଅଛନ୍ତି। ସେଇ ପ୍ରଭୁଙ୍କୁ ଆମେ ଦୁଃଖ ଦେବାଟା ଠିକ ନାହିଁ। ହାଲେଲୁୟା। ସେଠି ଲେଖା ହେଇଛି, ଏହା ତାହାଙ୍କ ଅନୁଗ୍ରହର ଗୌରବ ପ୍ରଶଂସା ନିମନ୍ତେ ହୋଇଅଛି। ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମମାନଙ୍କୁ ଦାନ କରିଅଛନ୍ତି। ପ୍ରେଜ୍ ଦ ଲର୍ଡ। ସେ ଅନୁଗ୍ରହ ପ୍ରିୟତମଙ୍କ ଦ୍ୱାରା ଆମମାନଙ୍କୁ ଦାନ କରୁଛନ୍ତି। ସେ ପ୍ରିୟତମ ହେଉଛନ୍ତି ଯୀଶୁ। ହେଲେ ତାହାଙ୍କ ଅନୁଗ୍ରହ ରୂପ ନିଧି ଅନୁସାରେ ଆମେମାନେ ସେହି ପ୍ରିୟତମଙ୍କ ଠାରେ ତାହାଙ୍କ ରକ୍ତ ଦ୍ୱାରା ମୁକ୍ତି ଅର୍ଥାତ୍ ଅପରାଧ ସବୁରୁ କ୍ଷମା ପ୍ରାପ୍ତ ହୋଇଅଛୁ। ହାଲେଲୁୟା। ଆମେମାନେ ପୂର୍ବରେ ଆମେ କ'ଣ କରୁଥିଲୁ? ଅନ୍ଧକାରରେ ଥିଲୁ। ଆମମାନଙ୍କୁ ପରମେଶ୍ୱରଙ୍କର ପୁତ୍ର ଅନୁଗ୍ରହ ରୂପ ପରମେଶ୍ୱରଙ୍କ ପୁତ୍ରଙ୍କ ବୋଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ରୂପ ନିଧି ଗୋଟେ ଅଛି, ପ୍ୟାକେଜ। ସେ ନିଧି ଭିତରେ ସମସ୍ତ ବିଷୟ ରହିଅଛି। ସେଇ ନିଧିରେ ଆମମାନଙ୍କୁ କ'ଣ କରୁଛନ୍ତି ବୋଲି କହିଲେ, ପ୍ରିୟତମଙ୍କ ଠାରେ, କାହାଠାରେ? ପ୍ରିୟତମଙ୍କ ଠାରେ ତାହାଙ୍କ ରକ୍ତ ଦ୍ୱାରା ମୁକ୍ତି ଅର୍ଥାତ୍ ଅପରାଧ ସବୁରୁ କ୍ଷମା ପ୍ରାପ୍ତ ହୋଇଅଛ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ଆମମାନଙ୍କର ଅପରାଧ ସବୁ କ୍ଷମା ପ୍ରାପ୍ତ ହୋଇଅଛି। ପ୍ରଭୁଙ୍କ ରକ୍ତ ବିନା ଆମମାନଙ୍କର ପାପ କ୍ଷମା ହୋଇପାରେ ନାହିଁ। ହେଲେ ସେଇ ପ୍ରଭୁ ଯୀଶୁ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଆମମାନଙ୍କ ନିମନ୍ତେ ସ୍ୱର୍ଗ ରାଜ୍ୟ ପ୍ରସ୍ତୁତ କରି ସେ ତାହାଙ୍କ ନିଜ ରକ୍ତରେ, ସେ ପବିତ୍ର ରକ୍ତରେ ଆମମାନଙ୍କୁ ଦୌତ କରି, ଆମମାନଙ୍କୁ ରକ୍ଷା କରି, ଆମମାନଙ୍କ ପାପର ରକ୍ଷା କରି ଆମମାନଙ୍କୁ ତାହାଙ୍କ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ, ଅଧିକାର କରାଇବା ନିମନ୍ତେ ସେ ପ୍ରୟାସ କରୁଛନ୍ତି। ମୋର ପ୍ରିୟ ଲୋକମାନେ, ତ ସେ ପ୍ରୟାସ ବିଷୟରେ ଆମେ ଯଦି ଦେଖିବା, ସମୟର ଅଭାବ ହେତୁ ମୁଁ ଆଉ ବେଶୀ କହିପାରୁନାହିଁ, କିନ୍ତୁ କାଳକ୍ରମେ ତୁମମାନଙ୍କୁ ସବୁଦିନ ତୁମମାନଙ୍କ ପାଖକୁ ଆସୁଛି। ଧ୍ୟାନ ସହିତ ଆମ ଏହି ବାକ୍ୟ ଶୁଣନ୍ତୁ। ଏଠି ଲେଖା ହେଇଛି, ତାହାଙ୍କ ରକ୍ତ ଦ୍ୱାରା କେବଳ ଆମମାନଙ୍କର ପାପ କ୍ଷମା ହେଇପାରିବ। ସେ ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମମାନଙ୍କୁ ପ୍ରତି ପ୍ରଚୁର କରିଅଛନ୍ତି। ହାଲେଲୁୟା। ସେ ଅନୁଗ୍ରହ କ'ଣ? ସେ ଦୟା କ'ଣ? ସେ ଆମମାନଙ୍କ ପାଇଁ କେଉଁ ନିଧି ରଖିଅଛନ୍ତି? ସେ ଅନୁଗ୍ରହ ନିଧି ଖୋଲିଲା ବେଳକୁ ସେ ଜାଗାରେ ଅନେକ ବିଷୟ ଅଛି। ପ୍ରେଜ୍ ଦ ଲର୍ଡ। ମନେକର ଆପଣମାନେ ଯଦି ସେ ଫ୍ଲିପକାର୍ଟରେ ଯଦି କୌଣସି ଗୋଟେ ପ୍ୟାକେଜ ଯଦି ମଗାଇବେ, ତାହେଲେ ତମେ କେଉଁ ପ୍ୟାକେଜ ମଗାଇବ, ମାନେ କେଉଁ ଜିନିଷ ମଗାଉଛ ସେଠି ଲେଖା ହେଇଥିବ। ଠିକ ସେଇ ପ୍ରକାର ଏ ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ରୂପ ନିଧି ଖୋଲିଲା ବେଳକୁ ପ୍ରିୟତମଙ୍କର ରକ୍ତରେ ତାହା ଲେଖା ହେଇଛି।
ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ଲେଖା ହେଇଛି। ସେ ରକ୍ତରେ ଆମମାନଙ୍କୁ କିଣିଛନ୍ତି ତାଙ୍କେ। ତେଣୁ ସେଠି ଲେଖା ହେଇଛି, ତୁମେମାନେ କ'ଣ କର ବୋଲି କହିଲେ, ତୁମେମାନେ ପୂର୍ବରେ ଅନ୍ଧକାରରେ ଥିଲ। ସେ 5ରେ ସେ କହୁଛନ୍ତି, ପୂର୍ବେ ଅନ୍ଧକାର ରୂପ ଥିଲ, କିନ୍ତୁ ଏବେ ପ୍ରଭୁଙ୍କ ସହଭାଗିତାରେ ଆଲୋକ ସ୍ୱରୂପ ଅଛ। ହାଲେଲୁୟା। ଆମମାନଙ୍କୁ କେତେ ପ୍ରେମ କରୁଛନ୍ତି ମୋର ପ୍ରିୟ ଲୋକମାନେ। ଆଜି ଆମେ ସାଧାରଣ ବିଷୟକୁ ଆମେମାନେ ଲୋଭ କରି, ସେଠି ଲେଖା ହେଇଛି, ମୂଳ ବାକ୍ୟରେ ଆମେ ପଢିଲୁ, ବ୍ୟଭିଚାରୀ, କାରଣ ତୁମେମାନେ ନିଶ୍ଚିତ ରୂପେ ଜାଣ ଯେ କୌଣସି ବ୍ୟଭିଚାରୀ ବା ଅଶୁଦ୍ଧାଚାରୀ ବ୍ୟକ୍ତି ବା ଲୋଭୀ ତୁମମାନଙ୍କ ହୃଦୟରେ ପ୍ରଭୁ ତାହାଙ୍କ ପ୍ରେମ ଭରି ଦେଇଛନ୍ତି। ତୁମମାନଙ୍କ ହୃଦୟରେ ତାଙ୍କର ଦୟା, ତାଙ୍କର ସ୍ନେହ, ତାହାଙ୍କର କୃପା, ତାହାଙ୍କ ଅନୁଗ୍ରହ, ତାହାଙ୍କର କ୍ଷମା ଭରି ଦେଇ ଅଛନ୍ତି ମୋର ପ୍ରିୟ ଲୋକମାନେ। ତାହା ତୁମମାନଙ୍କ ହୃଦୟ ଠାରୁ ତୁମେ ବାହାର କରି ବ୍ୟଭିଚାର, ଚିନ୍ତା, ଅଶୁଚତା, ଅଶୁଦ୍ଧାଚାରୀ ବିଷୟ, ଖରାପ ବିଷୟ, ଲୋଭ ବିଷୟ ବା ଦେବ ପୂଜକ ଏମାନଙ୍କଠାରେ, ବ୍ୟଭିଚାରୀ ମାନଙ୍କଠାରେ, ଅଶୁଦ୍ଧାଚାରୀ ମାନଙ୍କଠାରେ, ଲୋଭୀ ମାନଙ୍କଠାରେ ପ୍ରତିମା ପୂଜା ଥାଏ। ସେ ତ ପ୍ରତିମା ପୂଜକ, ଏମାନଙ୍କର ଖ୍ରୀଷ୍ଟ ଈଶ୍ୱରଙ୍କର ରାଜ୍ୟରେ ଅଧିକାର ନାହିଁ। ହାଲେଲୁୟା। ଏମାନଙ୍କ ପରେ ଯଦି ଆମେ ହେବା, ଆମେ ନିଶ୍ଚିତ ଭାବରେ ତାଙ୍କ ରାଜ୍ୟକୁ ଅଧିକାର କରିପାରିବା ନାହିଁ। କେହି ତୁମମାନଙ୍କୁ ଅସାର କଥାରେ ନ ବୁଲାଅ। ହେଇ ଏଫେସୀୟ ମଣ୍ଡଳୀ ଲୋକମାନେ ତୁମମାନଙ୍କୁ ଅସାର କଥାରେ ବୁଲାଉଛନ୍ତି। ଲୋକମାନେ ତୁମମାନଙ୍କୁ ନଇବା କଥା କହିକିରି ତାହାଙ୍କର ପଥରେ ଚାଲିବାକୁ କହୁଛନ୍ତି। ଜୀବନ୍ତ ଈଶ୍ୱରଙ୍କର ଅନୁଗ୍ରହ ପ୍ୟାକେଜକୁ ଆପଣମାନେ ଭୁଲି ଯାଉଅଛନ୍ତି। ସେ ତୁମମାନଙ୍କୁ ତାହାଙ୍କ ରକ୍ତ ଦେଇକରି କିଣି ଅଛନ୍ତି ମୋର ପ୍ରିୟ ଲୋକମାନେ। ତାହାଙ୍କ ରକ୍ତ ଦ୍ୱାରା ତୁମମାନେ ପବିତ୍ର ଅଛ, ଅନିନ୍ଦନୀୟ ଅଛ, ପରମେଶ୍ୱରଙ୍କ ପୁତ୍ର କନ୍ୟା ଅଛ। ହେଲେ ସେଇ ପବିତ୍ର ପରମେଶ୍ୱରକୁ ଦୁଃଖ ଦିଅ ନାହିଁ। କାରଣ ତୁମେମାନେ ପୂର୍ବରେ କ'ଣ ଥିଲ? ଅନ୍ଧକାରର ସ୍ୱରୂପ ଥିଲ, କିନ୍ତୁ ଏ ପ୍ରଭୁଙ୍କ ସହଭାଗିତାରେ ଆଲୋକ ସ୍ୱରୂପ ଅଛ। ତେଣୁ ତୁମେ ଆଲୋକ ଲୋକ ପରି ଆଚରଣ କର। ହାଲେଲୁୟା। ସେଇ କରନ୍ଥୀୟ ପୁସ୍ତକ 6 ସେ ଏଫେସୀୟ ପୁସ୍ତକ 6 ପର୍ବ ତାର 7 ପଦ, ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ ତାହା କର ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କ ଦାସ ପରି ଅନ୍ତର ସହ ଈଶ୍ୱରଙ୍କର ଇଚ୍ଛା ସାଧନ କର। ହାଲେଲୁୟା। ଅନ୍ତର ସହ କରିବାର ଅଛି। ଆମେ ଯେଉଁ କାମ କଲେ ବି ଅନ୍ତର ସହ କରିବାର ଅଛି। ଆଜି ଆମ ଖ୍ରୀଷ୍ଟିଆନ ସମାଜରେ ଅନେକ ଲୋକ ଅଛନ୍ତି, ଅନ୍ତର ସହ କୌଣସି କାର୍ଯ୍ୟ କରୁନାହାନ୍ତି। ଅନ୍ତର ସହ, ହୃଦୟର ସହ ପରମେଶ୍ୱରଙ୍କର ସେବା କରୁନାହାନ୍ତି। ଲୋକ ଦେଖାଇବା ପାଇଁ, ଲୋକକୁ ସନ୍ତୁଷ୍ଟ କଲା ପରି, ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ ତାହା କର ନାହିଁ। ତୁମେ ଯାହା କରୁଛ ତାହା ଠିକ କରୁନ। ଈଶ୍ୱରଙ୍କ ଲୋକ ବୋଲି ବୋଲେଇ ଯାଉଛ, କିନ୍ତୁ ଈଶ୍ୱରଙ୍କୁ ତୁମେ ଦୁଃଖ ଦେଉଛ। ସେ ବ୍ୟଭିଚାରୀ ଲୋକମାନଙ୍କ ପରି, ସେ ଅଶୁଦ୍ଧାଚାରୀ ମାନଙ୍କ ପରି, ଲୋଭୀ ଲୋକମାନଙ୍କ ପରି। ଆଜିକାଲି ଅନେକ ବିଷୟ ପାଇଁ ଲୋଭ ହୋଇଯାଉଛନ୍ତି। এই ଜାଗତିକ ଅଧିକାର ପାଇଁ ଲୋଭ ହେଲେ, ଜାଗତିକ ଅଧିକାର ପାଇଁ ତୁମେ ଯଦି ଧନ ଲୋଭ ଆଉ ସୌନ୍ଦର୍ଯ୍ୟ ଲୋଭ ବୋଲବା ଜିନିଷ, ଆଟ୍ରାକ୍ସନ, এই ଜଗତର ଲୋଭ ବୋଲବା ଜିନିଷ ଲୋକମାନଙ୍କୁ ଭ୍ରାନ୍ତ କରିଦେଇଥାଏ।
ତେଣୁ ସେ କହୁଛନ୍ତି ଅସାର କଥାରେ ସେ ତୁମମାନେ ପଡ଼ିଯାଅ ନାହିଁ। ସେମାନଙ୍କର ମନଗଢ଼ା କଥାରେ ସେମାନଙ୍କର ଏ ଲୋଭ ବିଷୟ ତୁମମାନଙ୍କୁ ଅନ୍ୟ ଏକ ବିଷୟ ଲୋଭ ଦେଖାନ୍ତି। ଆମର ଭଲେଣ୍ଟିୟର ଭାଇମାନଙ୍କୁ ଯେଉଁମାନେ ଜୁନିୟର ଭାଇମାନେ ଅଛନ୍ତି ସେମାନେ 1500-2000 ଟଙ୍କା ପାଇଁ ଲୋଭରେ ପଡ଼ିଯାଇକରି ଆଉ କୌଣସି ବାଟ ନ ମିଳିବାରୁ ସେମାନେ କ'ଣ କରୁଅଛନ୍ତି ବୋଲି କହିଲେ ସେଇ 1500-2000 ଟଙ୍କାକୁ ବିକୃତ ହୋଇଯାଇ ପ୍ରଭୁଙ୍କ ସେବା କରୁଛୁ ବୋଲି ଭ୍ରାନ୍ତରେ ଅଛନ୍ତି ସେମାନେ। ସେଠି 6 ପର୍ବ ତାର ଏଫେସୀୟ ପୁସ୍ତକ 6 ପର୍ବ ତାର 5 ପଦ ଲେଖା ହେଇଛି, ଏ ଦାସମାନେ ତୁମେମାନେ ଯେପରି ଖ୍ରୀଷ୍ଟଙ୍କର ଆଜ୍ଞାବହ ଅଟ ସେହିପରି ଭୟ ଓ କମ୍ପସ ହୃଦୟରେ ସରଳତାରେ ତୁମମାନଙ୍କର ଜାଗତିକ କର୍ତ୍ତମାନଙ୍କର ଆଜ୍ଞାବହ ହୁଅ। ହାଲେଲୁୟା। ତୁମମାନଙ୍କର ଜାଗତିକ କର୍ତ୍ତାମାନେ ଅନେକ ଅଛନ୍ତି, ସେମାନଙ୍କର ଆଜ୍ଞାବହ ହୁଅ ମନେ ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କର ଆଜ୍ଞାବହ ତୁମମାନେ ଅଟ ପ୍ରଥମେ ଜାଣ। ହାଲେଲୁୟା। ଖ୍ରୀଷ୍ଟଙ୍କର ଆଜ୍ଞାବହ ହେବାର ଅଛି। ସରଳତାରେ ଆମମାନେ ପ୍ରଭୁଙ୍କର ସେବା କରିବାକୁ ପଡ଼ିବ। ଆମମାନଙ୍କୁ ମନୁଷ୍ୟକୁ ସନ୍ତୁଷ୍ଟ କଲା ପରେ ସେବା କରିବାକୁ ହେବ ନାହିଁ। ତୁମମାନଙ୍କର ଯଦି ସରଳତା ଅଛି, ତୁମମାନଙ୍କ ଠାରେ ଯଦି ପ୍ରଭୁ ଭୟ ଅଛି, ତାହା ଯଦି ତୁମମାନଙ୍କ ଠାରେ କାର୍ଯ୍ୟକାରୀ ହେଉଅଛି, ତାହେଲେ ଯେଡ଼େ ବଡ଼ ଲୋକ ହେଲେ ମଧ୍ୟ ତୁମମାନଙ୍କୁ ସମ୍ମାନ ଦେବ। ହାଲେଲୁୟା। କାରଣ ମନୁଷ୍ୟକୁ ସନ୍ତୁଷ୍ଟ କଲା ପରେ ଆମେ ଦୃଷ୍ଟି ଆଗରେ ତାହା କରିବାର ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କର ଦାସ ପରେ ଆମେ ଅନ୍ତର ସହ ଈଶ୍ୱରଙ୍କର ଇଚ୍ଛାନୁସାରେ ସାଧନ କରିବାକୁ ପଡ଼ିବ। ଈଶ୍ୱରଙ୍କର ଇଚ୍ଛା ଅନୁସାରେ ଆମେ ଯେକୌଣସି କାର୍ଯ୍ୟ ହେଲେ ମଧ୍ୟ କରିବାକୁ ପଡ଼ିବ। ଲୋକମାନେ ତୁମମାନଙ୍କୁ ଅସାର କଥାରେ ଭୁଲେଇବେ, କାରଣ ସମସ୍ତ କୁକର୍ମ ହେତୁ ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ବର୍ତ୍ତିବ। ଅନାଜ୍ଞାବହ ଯେଉଁମାନେ ଆଜ୍ଞା ଅନୁସାରେ ଚାଲୁନାହାନ୍ତି, ଆଜ୍ଞା ଲଙ୍ଘନ କରୁଅଛନ୍ତି, ପରମେଶ୍ୱରଙ୍କ ଇଚ୍ଛାକୁ ପଛରେ ପକାଇ ଦେଉଛନ୍ତି, ଲୋଭ, ବ୍ୟଭିଚାର, କାମୁକତା, ମୂର୍ଖତା, ଅଜ୍ଞାନତାରେ ଚାଲୁଛନ୍ତି, ସେ ଅନାଜ୍ଞାବହ ଲୋକମାନଙ୍କ ଉପରେ ପରମେଶ୍ୱରଙ୍କ କ୍ରୋଧ, କୁକର୍ମକାରୀ ଲୋକମାନଙ୍କ ଉପରେ ପରମେଶ୍ୱରଙ୍କ କ୍ରୋଧ କ'ଣ ହେଇଯିବ? ବର୍ତ୍ତିଯିବ। ଅତଏବ ତୁମେମାନେ ସେମାନଙ୍କ ପରି ସେମାନଙ୍କର ସହଭାଗୀ ହୁଅ ନାହିଁ। ପୂର୍ବରେ ତୁମେମାନେ ଥିଲ ଅନ୍ଧକାରର ସ୍ୱରୂପ, ଏବେ ତାହାଙ୍କର ପ୍ରଭୁଙ୍କର ସହଭାଗିତାରେ ଆଲୋକ ସ୍ୱରୂପ ହିଁ ଅଛ। ଏତେ ପ୍ରେମ ପ୍ରଭୁ ତୁମମାନଙ୍କୁ କରୁଛନ୍ତି। ପ୍ରଭୁ ତାଙ୍କ ରକ୍ତ ଆମମାନଙ୍କୁ ଦେଇଛନ୍ତି। ମୋର ପ୍ରିୟ ଲୋକମାନେ, ରକ୍ତ କେମିତି ଆସିବ? ପରମେଶ୍ୱରଙ୍କ ରକ୍ତ କେମିତି ଆସିବ ଜାଣିଛନ୍ତି କି? ପରମେଶ୍ୱର ଆମମାନଙ୍କ ପାଇଁ ଗୋଟେ ଟୋପା ରକ୍ତ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ ରଖିନାହାନ୍ତି, ସବୁ ଆମ ପାଇଁ ଦାନ କରିଦେଇଛନ୍ତି। ତାଙ୍କ ଶରୀରରେ ଶେଷ ପାଣି ଟୋପା ପର୍ଯ୍ୟନ୍ତ ତାକେ ଝରେଇ ଦେଇଛନ୍ତି। ମୋର ପ୍ରିୟ ଲୋକମାନେ, ତୁମମାନଙ୍କ ପାଇଁ, ମୋ ପାଇଁ, ଆମେମାନଙ୍କୁ ଈଶ୍ୱରଙ୍କ ରାଜ୍ୟର ଅଧିକାର କରିବା ପାଇଁ, ଆମେମାନେ ଯେପରି ତାହାଙ୍କର ପ୍ରେମକୁ ବୁଝିପାରିବା, ତାହାଙ୍କର ଦୟାକୁ ବୁଝିପାରିବା, ତାହାଙ୍କର ଶକ୍ତିକୁ ବୁଝିପାରିବା, ତାହାଙ୍କର କ୍ରୋଧ ବଡ଼ ଭୟଙ୍କର। ମୋର ପ୍ରିୟ ଲୋକମାନେ, ତାହାଙ୍କର କ୍ରୋଧରେ କେହି ମିଶା ଛିଡ଼ାଇ ପାରିବ ନାହିଁ। ତାହାଙ୍କ କ୍ରୋଧ ମାନେ ଅନାଜ୍ଞାବହ ଲୋକମାନଙ୍କ ଉପରେ, କୁକର୍ମକାରୀ ଲୋକମାନଙ୍କ ଉପରେ ଭୟଙ୍କର ରୂପେ ବର୍ତ୍ତିବ। ମାତ୍ର ତୁମମାନଙ୍କୁ ସେ ବହୁତ ପ୍ରେମ କରୁଛନ୍ତି। ମୋର ପ୍ରିୟ ଲୋକମାନେ, ମନୁଷ୍ୟକୁ ସନ୍ତୁଷ୍ଟ କଲା ପରେ ଆମେ କରିବା ନାହିଁ ସେବା, ପ୍ରଭୁଙ୍କୁ ସନ୍ତୁଷ୍ଟ କଲା ପରେ କରିବା। ପ୍ରଭୁଙ୍କୁ ଯଦି ତୁମେ ସନ୍ତୁଷ୍ଟ କରିବ, ତାହେଲେ ତୁମମାନଙ୍କୁ ପରମେଶ୍ୱର ବହୁତ ପ୍ରେମ କରୁଛନ୍ତି। ବହୁତ ଭାବରେ ଭଲ ସ୍ଥାନରେ ତାହାଙ୍କର ବଧୂକନ୍ୟାଙ୍କ ଶରୀର ମଧ୍ୟରେ ତୁମମାନଙ୍କୁ ଏକ ଭଲ ସ୍ଥାନ ପ୍ରଭୁ ଦେବାକୁ ଯାଉଛନ୍ତି। ସ୍ଥାନ ପ୍ରସ୍ତୁତ କରିବାକୁ ସେ ଯାଉଅଛନ୍ତି। ତାହା ଶେଷ ହେଲା ପରେ ତୁମମାନଙ୍କୁ ସେ ନେଇବାକୁ ଆସିବେ।
ତେଣୁ ତାହାଙ୍କ ପ୍ରତିଜ୍ଞା ଅନୁସାରେ ଆମେମାନେ ଅପେକ୍ଷାରେ ରହିବା, ପ୍ରଭୁଙ୍କର ଗୌରବ ପ୍ରଶଂସା କରିବା। ପ୍ରଭୁ ଆମମାନେ ସମସ୍ତଙ୍କୁ ଆଜିର ବାକ୍ୟ ଅନୁସାରେ ପବିତ୍ର ଅନିନ୍ଦନୀୟ କରନ୍ତୁ ବୋଲି, ପବିତ୍ର ଆତ୍ମାଙ୍କ ଶକ୍ତିରେ ଆମମାନଙ୍କୁ ଚଲେଇ ନିଅନ୍ତୁ ବୋଲି ଆମମାନେ ପ୍ରାର୍ଥନା କରିବା। ଆସନ୍ତୁ ଆମମାନେ ସମସ୍ତେ ପ୍ରାର୍ଥନା କରିବା। ମୋ ସହିତ ଆଖି ବନ୍ଦ କରନ୍ତୁ। ତୁମର ସେଇ ଶାରୀରିକ ଚକ୍ଷୁ ବନ୍ଦ କର, ଆତ୍ମିକ ଚକ୍ଷୁ ଖୋଲା ରଖ ଏବଂ ପ୍ରଭୁଙ୍କ ଠାରେ ଅଳି କର। ପ୍ରଭୁ ତୁମମାନଙ୍କୁ ନିଶ୍ଚିତ ଭାବରେ ପ୍ରଦାନ କରିବେ। ମୋ ସହିତ ପ୍ରାର୍ଥନା କର। ସର୍ବଶକ୍ତିମାନ ଜୀବନ୍ତ କରିସୁଧା ପ୍ରଭୁ ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର, ଯେଉଁମାନେ ପ୍ରଭୁ ଏ ବାକ୍ୟ ଦେଖୁଅଛନ୍ତି ସେମାନଙ୍କ ଜୀବନ ତୁମକୁ କାର୍ଯ୍ୟ କର। ପ୍ରଭୁ ତୁମକୁ ଭୟ କରିବୁ ଏବଂ ପ୍ରଭୁ ସରଳତାରେ ତୁମକୁ ଗୌରବ ପ୍ରଶଂସା କରିବୁ, ତୁମ ସେବା କରିବୁ, ସେ ତୁମକୁ ସାହାଯ୍ୟ କର। ଆମମାନଙ୍କର ଯେ ପ୍ରଭୁ ମଙ୍ଗଳ ହୋଇପାରିବ ପ୍ରଭୁ, ଆମେ ଯେ ପ୍ରକାର ପ୍ରଭୁ ତୁମର ସେ ଆଜ୍ଞାବହ ହୋଇପାରିବୁ, ତୁମର ଆଜ୍ଞା ଲଙ୍ଘନ ନ କରି ତୁମର ଆଜ୍ଞାବହ ହୋଇ ପ୍ରଭୁ ତୁମର ଗୌରବ ପ୍ରଶଂସା କରିବୁ, ସାହାଯ୍ୟ କର। ତୁମ ରାଜ୍ୟର ଅଧିକାର ହେବା ପାଇଁ ପ୍ରଭୁ ଆମମାନଙ୍କୁ ତୁମ ରକ୍ତ ଦେଇକି ନିଅ ଅଛ ରାଜା, ତୁମକୁ ଧନ୍ୟବାଦ କରୁଛି। ପ୍ରଭୁ ବ୍ୟଭିଚାରୀ ମାନେ ଆଉ ଅହଂକାରୀ ମାନେ, ଅନାଜ୍ଞାକାରୀ ମାନେ, ହଁ ପ୍ରଭୁ ଲୋଭୀ ମାନେ ପ୍ରଭୁ ତୁମ ରାଜ୍ୟର ଅଧିକାର ହେଇପାରିବେ ନାହିଁ। ପ୍ରତିଭା ପୂଜକ ମାନେ ତୁମ ରାଜ୍ୟର ଅଧିକାର ହେଇପାରିବେ ନାହିଁ। ଆମମାନଙ୍କୁ ପ୍ରତିଭା ପୂଜା କରିବାକୁ ମନା କରିଛ ପ୍ରଭୁ, ତୁମର ଆଜ୍ଞା ଅନୁସାରେ ପ୍ରଭୁ ଆମେ ଚାଲିବୁ, ସେ ତୁମକୁ ସାହାଯ୍ୟ କର। ମହିମା ଗୌରବ ପ୍ରଶଂସା ତୁମକୁ ଦେଇ ଯୀଶୁଙ୍କ ନାମରେ ପ୍ରାର୍ଥନା କଲେ ପ୍ରଭୁ, ଆମେନ୍।